ସାଇଜାତ ଏମିତିଆ ଗୋଟେ ଜିନିଷ ଯେଉଁଟାକି ମହାପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମଠାରୁ ତାଙ୍କର ସବୁ ଜିନିଷ ଅଭିଷେକ ପର୍ଯ୍ୟନ୍ତ ରାମାଭିଷେକ ପର୍ଯ୍ୟନ୍ତ ଯେତେ ପ୍ରକାର ତାଙ୍କର ପାରମ୍ପରିକ ଅଛି ଏବଂ ଆମର ଶ୍ରୀମନ୍ଦିରର ପାରମ୍ପରିକ ନୀତି ରୀତି ସାଙ୍ଗରେ ଇଏ ସବୁ ଜଡ଼ିତ ଅଛି। ସାତ ସାହିର ଯେଉଁ ଆମର ମନ୍ଦିର ସାଙ୍ଗେ ଯେଉଁ ଆଖଡ଼ାରେ ତାଙ୍କର ଯେଉଁ ପରମ୍ପରା ପରଶୁରାମ ନେଇକରି ଅନେକ ଜିନିଷ ତା ଦେହରେ ନାଗା ମେଢ଼ ସମସ୍ତେ ସାମିଲ ଅଛନ୍ତି। ମହାପ୍ରଭୁଙ୍କର ଯାହା କାର୍ଯ୍ୟ ସବୁ ଶ୍ରୀମନ୍ଦିରକୁ ତାର ପରମ୍ପରା ଏବଂ ତାଙ୍କ ନୀତି ରୀତିରେ ସବୁ ଯେଉଁ ଅଛି ଏଗୁଡ଼ା ସବୁ ଆମେ ସବୁ ପାଳନ କରାଯାଏ ଏବଂ ବିଭିନ୍ନ ଚରିତ୍ରର ଯେଉଁ ଚିତ୍ର ସବୁ ଅଛି ସେ ଚିତ୍ର ସବୁ ବିଭିନ୍ନ ଜାଗାରୁ ସେମାନଙ୍କୁ ଶିକ୍ଷା ପ୍ରଦାନ କରାଯାଏ। ସେମାନେ ଶିକ୍ଷିତ ମାସ ସଂଖ୍ୟାରେ ସେମାନେ ଶିକ୍ଷା ପ୍ରଦାନ କରନ୍ତି। ଶିଖି ମହାପ୍ରଭୁଙ୍କ କାର୍ଯ୍ୟରେ ସେମାନେ ସବୁ ନିୟୋଜିତ ଥାନ୍ତି ଏବଂ ଆମର ବାଦି ସାହିକି ସେମାନେ ସବୁ ଯାଆନ୍ତି। ବାଲି ସାହି ବୋଲି ଆମର ବାଦି ସାହି, ବାଲି ସାହିକି ଆମେମାନେ ଯାଉ। ବାଲି ସାହିର ବି ଜାଗା ଆଖଡ଼ାର ଲୋକମାନେ ସେମାନେ ବି ଆସନ୍ତି। ତେଣୁ ଇଏ ଗୋଟେ ଆମର ଗୋଟେ ଭାଇଚାରାର ଗୋଟେ ପରମ୍ପରା ଏବଂ ସେଠି ମଲ୍ଲ ଯୋଦ୍ଧାମାନେ କିପରି ଆମର ସାହିର ଯେଉଁ ଆଖଡ଼ାରୁ ସାହିର ଯେଉଁମାନେ ସବୁ ଅଛନ୍ତି ମଲ୍ଲ ଯୋଦ୍ଧାମାନେ ସେମାନେ କିପରି ତାଙ୍କ ଚେହେରା ଏତେ ସୁନ୍ଦର ଭାବରେ କରିଥାନ୍ତି। ମଲ୍ଲ ଯୋଦ୍ଧାମାନେ ସେମାନେ ବି ତାକୁ ପରିବେଷଣ କରନ୍ତି ଏବଂ ସେମାନେ ସବୁ ଦେଖାନ୍ତି ତାଙ୍କର ବିଭିନ୍ନ ପ୍ରକାର କୌଶଳ ଏବଂ ଶତ୍ରୁମାନଙ୍କୁ କିପରି ରକ୍ଷା ମାନେ ଦଳି ଦେଇ ଦିଆଯିବ ଏବଂ ଶତ୍ରୁ ସାଙ୍ଗେ କିପରି ଫାଇଟିଂ କରାଯିବ ସେଥିରେ ଖଣ୍ଡା ତଲୱାର ଏଗୁଡ଼ା ସବୁ ତାର ପରିଚାଳନା କରାଯାଏ। ସମସ୍ତେ ଦେଖନ୍ତି ଯେ ଆମେ ଶତ୍ରୁକୁ ଢାଲ ଏବଂ ଖଣ୍ଡା ଦ୍ୱାରା ଆମେ ତାକୁ ପ୍ରତିରୋଧ କରିପାରୁ, ରୋକିପାରୁ। ଏହା ହିଁ ଆମର ପାରମ୍ପରିକ ଜିନିଷ। ଏଇଟା ଆଜି ନାହିଁ, ଆହ୍ୱାନ କାଳ ଚାଲିଛି, ଚାଲିଥିବ, ଚାଲି ଆସିବ। ଇଏ ହେଉଛି ମହାପ୍ରଭୁଙ୍କର କାର୍ଯ୍ୟ। ସମସ୍ତେ ସ୍ୱଇଚ୍ଛାରେ ଖୁସିରେ ଏକୁ ପାଳନ କରନ୍ତି। ପୁରୀରେ ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ କେଉଁ ସ୍ମରଣାତୀତ କାଳରୁ ଅବସ୍ଥାନ କରିଅଛନ୍ତି ଏବଂ ସେ ଯେହେତୁ ସବୁ ଯୁଗର ଦେବତା ତେଣୁ ଏଠାରେ ସବୁ ଯୁଗର ଲୀଳା ଅନୁଷ୍ଠିତ ହୋଇଥାଏ। ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ। ସେହି ନୀତି ଏଠାରେ ମଧ୍ୟ ଅନୁଷ୍ଠିତ ହୁଏ। ଯେହେତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏକାଧାରରେ ଶ୍ରୀରାମ ମଧ୍ୟ, ତେଣୁ ତାଙ୍କର ନୀତି ଏହି ଶ୍ରୀମନ୍ଦିରରେ ରାମ ନବମୀ ଠାରୁ ଆରମ୍ଭ ହୋଇଥାଏ। ଏହି ସମୟରେ ଏହି ପୁରୀ ସହରରେ ଯେଉଁ 8 ସାହି ଅଛି ବା 8 ଆଖଡ଼ା ରହିଛି, ସେ ଆଖଡ଼ା ପକ୍ଷରୁ ବିଭିନ୍ନ ଲୀଳା ମହାପ୍ରଭୁଙ୍କର ଏହି ରାମ ଜନ୍ମକାଳୀନ ଲୀଳା ପ୍ରଦର୍ଶିତ ହୋଇଥାଏ। ତେଣୁ ମହାପ୍ରଭୁ ତ୍ରେତା ଯୁଗରେ ଯେଉଁ ଯେଉଁ ଲୀଳା କରିଥିଲେ ସେ ସମସ୍ତ ଲୀଳା ଏଠାରେ ସାହିମାନଙ୍କ ପକ୍ଷରୁ ଅଭିନୀତ ହୁଏ ଏବଂ ଯେହେତୁ ଏଠାରେ ପରମ୍ପରା ଅତ୍ୟନ୍ତ ପ୍ରାଚୀନ ତେଣୁ ବହୁ ପ୍ରାଚୀନ କାଳରୁ ଏ ଯେଉଁ ସାହିଜାତ ପରମ୍ପରା ଏଠାରେ ରହିଛି। ଏଥିରେ ସାହିଜାତ ପରମ୍ପରାରେ ଆମେ ଦେଖିବା ଏଥିରେ ଶ୍ରୀରାମଙ୍କର ଯେଉଁ ପରଶୁରାମ ଲୀଳା ଏବଂ ତାହା ସହିତ ରାବଣ ବଧ ଲୀଳା ଏବଂ ସେତୁବନ୍ଧ ପ୍ରତିଷ୍ଠା ଲୀଳା, ମାୟାମୃଗ ଲୀଳା, ତା ସହିତ ବନବାସ ଲୀଳା ଇତ୍ୟାଦି ବିଭିନ୍ନ ପ୍ରକାର ଲୀଳା ଏଠାରେ ବିଭିନ୍ନ ସାହିମାନଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥାଏ ଏବଂ ତା ସହିତ ଏହି ସାହି ଯାତ୍ରାରେ ନାଗା ମାନେ ବାହାରନ୍ତି। ନାଗାମାନଙ୍କର ଯେଉଁ ଠାଣି ସେମାନେ ମଧ୍ୟ ପ୍ରଦର୍ଶନ କରନ୍ତି। ମେଢ଼ ନୃତ୍ୟ ମଧ୍ୟ ଅନୁଷ୍ଠିତ ହୁଏ ଏବଂ ଅନେକ ରାକ୍ଷସ ମଧ୍ୟ ବାହାରନ୍ତି, ଯଥା ତ୍ରିଶିରା, ପଞ୍ଚଶିରା, ସପ୍ତଶିରା, ନବଶିରା। ଏହି ରାକ୍ଷସମାନେ ମଧ୍ୟ ବାହାରନ୍ତି କାରଣ ରାବଣ ସହିତ ଏମାନେ ସମସ୍ତେ ରହି ଶ୍ରୀରାମଙ୍କ ସହିତ ଯୁଦ୍ଧ କରିଥିଲେ। ତେଣୁ ସେ ଲୀଳା ଏଠାରେ ଯେତେବେଳେ ଅନୁଷ୍ଠିତ ହେଉଛି ତେଣୁ ଏମାନେ ମଧ୍ୟ ତାଙ୍କ ସହିତ ବାହାରନ୍ତି। ତା ସହିତ ଲୋକକଳା, ଲୋକବାଦ୍ୟ ଏସବୁ ମଧ୍ୟ ଏହି ସାହିଜାତ ସମୟରେ ପ୍ରଦର୍ଶିତ ହୋଇଥାଏ, ଯାହାକୁ ଦେଖିବା ପାଇଁ କେବଳ ପୁରୀ ସହର ନୁହଁ ବାହାରୁ ମଧ୍ୟ ବହୁ ପ୍ରେମୀ ଏଠାରେ ଆସି ଉପସ୍ଥିତ ହୋଇଥାନ୍ତି।